ସମସ୍ତଙ୍କର ଗୋଡ଼ର ଆଙ୍ଗୁଳି ଅଲଗା ଅଲଗା। କାହାର ଆଙ୍ଗୁଳି ଲମ୍ବା ଥାଏ, କାହାର ଆଙ୍ଗୁଳି ସମାନ ଭାବରେ ଥାଏ, କାହାର ବଡ଼ରୁ ସାନ କ୍ରମରେ ଥାଏ ତ କାହାର ସାନରୁ ବଡ଼ କ୍ରମରେ ଥାଏ। ତେବେ ଏ ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ଆମମାନଙ୍କ ପାଖରେ ଯେଉଁ ଗୋଡ଼ର ଆଙ୍ଗୁଳି ଗୁଡ଼ିକ ବିଭିନ୍ନ ସେପ୍ରେ ଥାଏ, କେଉଁ ସେପ୍ରେ ଥିବା ଆଙ୍ଗୁଳି ଭାଗ୍ୟଶାଳୀ, କେଉଁମାନେ ଧନବାନ ହୋଇଥାନ୍ତି, କେଉଁମାନେ ଜୀବନରେ ଅଧିକ ଉନ୍ନତି କରନ୍ତି। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର এই ଭିଡ଼ିଓରେ। ଦେଖନ୍ତୁ, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମର ମନୁଷ୍ୟମାନଙ୍କର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ଆପଣମାନେ ଏସବୁର ସୂଚନା ପାଇପାରିବେ। ତେବେ ପ୍ରଥମରେ ଆସନ୍ତୁ ଜାଣିବା ଯେ ଯେଉଁମାନଙ୍କର ଗୋଡ଼ର ଆଙ୍ଗୁଳି ବଡ଼ରୁ ସାନ କ୍ରମରେ ଥାଏ ସେମାନେ କିପରି। ଦେଖନ୍ତୁ, ସେମାନଙ୍କ ବିଷୟରେ ଯଦି ଜାଣିବା ତାହେଲେ ସେମାନେ ହେଉଛନ୍ତି କ'ଣ ନା, ସେମାନେ ସବୁବେଳେ ଅନ୍ୟମାନଙ୍କ ଉପରେ ହାବି ରହିବାକୁ ଚେଷ୍ଟା କରନ୍ତି। ମାନେ ସେମାନେ ଯାହା କହିବେ ସେଇଆ ହିଁ ଠିକ୍, ଆଉ ଅନ୍ୟମାନେ ସମସ୍ତେ ଭୁଲ। ତାଙ୍କ କଥା ଯାହା କହିବେ ଆପଣମାନେ ମାନିବାକୁ ବାଧ୍ୟ, ଯଦି ନ ମାନିବେ ତାହେଲେ ସେମାନେ ଅସନ୍ତୁଷ୍ଟ ହୁଅନ୍ତି। ତେବେ ଏଇଭଳି ସେପ୍ରେ ଯେଉଁମାନଙ୍କର ବି ଗୋଡ଼ ଆଙ୍ଗୁଳି, ସେମାନେ ଚାହାନ୍ତି ଯେ ସବୁବେଳେ ସବୁ ଜାଗାରେ ସେମାନଙ୍କୁ ମାନ ସମ୍ମାନ ମିଳୁ, ଲୋକମାନେ ସେମାନଙ୍କର ଖାତିର କରନ୍ତୁ, ଆଉ ସେମାନେ ଯାହା କହିବେ ଅନ୍ୟମାନେ ସେଥିରେ ହଁ ମାରନ୍ତୁ ବା ଅନ୍ୟମାନେ ସେଥିରେ ରାଜି ହୁଅନ୍ତୁ। ତାଙ୍କର ଯେଉଁ ମତ ତାହା ହିଁ ଶେଷ ମତ ହେଉ, ଏହା ହିଁ ସେମାନେ ଚାହାନ୍ତି। ଯଦି ଆପଣଙ୍କର ଗୋଡ଼ର ଆଙ୍ଗୁଳି ଏଇଭଳି ଯେଉଁଭଳି ଭାବରେ ଆପଣମାନେ ଚିତ୍ରରେ ଦେଖୁଛନ୍ତି, ବା ଆପଣଙ୍କର ବୁଢ଼ା ଆଙ୍ଗୁଠି ପରର ଯେଉଁ ଦୁଇଟି ଆଙ୍ଗୁଳି, ଆମର ବଡ଼ ଆଙ୍ଗୁଳି ଦୁଇଟି, ଯଦି ତାହା ସମାନ ଭାବରେ ଥାଏ, ବାକି ଆଙ୍ଗୁଳି ସବୁ ଛୋଟ କ୍ରମରେ ଥାନ୍ତି, ତାହେଲେ ଏମାନେ ହେଉଛନ୍ତି ପରିଶ୍ରମୀ। ପରିଶ୍ରମ ବଳରେ ଏମାନେ ସବୁ କ୍ଷେତ୍ରରେ ଉନ୍ନତି ଲାଭ କରନ୍ତି, ସବୁ କ୍ଷେତ୍ରରେ ସମ୍ମାନ ଲାଭ କରନ୍ତି। ଏମାନଙ୍କର କାମ କଥା କୁହେ, ଶ୍ରମ କଥା କୁହେ। ନିଜର ପରିଶ୍ରମ ବଳରେ, ନିଜର ବୁଦ୍ଧି ବଳରେ ଏମାନେ ସମାଜରେ ପ୍ରତିଷ୍ଠିତ ହୁଅନ୍ତି, ସମାଜରେ ଏମାନଙ୍କର ମାନ ସମ୍ମାନ ବଢ଼ିଥାଏ ଏବଂ ସମସ୍ତେ ଏମାନଙ୍କର ହୃଦୟରୁ ସମ୍ମାନ କରନ୍ତି। ଏହିପରି ଲୋକମାନେ ଅନ୍ୟମାନଙ୍କର ମଧ୍ୟ ତାରିଫ କରନ୍ତି। ଆଉ ଯେଉଁମାନେ କର୍ମଠ, ଯେଉଁମାନେ କର୍ମ କରିବାକୁ ଭଲ ପାଆନ୍ତି, ଯେଉଁମାନେ କାମିକିଆ ମଣିଷ, ସେମାନଙ୍କୁ ଏମାନେ ପସନ୍ଦ କରନ୍ତି। ତେବେ ଯେଉଁମାନଙ୍କର ଏଭଳି ଆଙ୍ଗୁଳି, ସେମାନେ ଦେଖିବେ ନିଜର ପରିବାର ପାଇଁ ସେମାନେ ଯଥେଷ୍ଟ ଯତ୍ନଶୀଳ। ନିଜର ପରିବାର ପାଇଁ ବହୁତ କିଛି ଏମାନେ କରନ୍ତି। ନିଜ ପରିବାରକୁ କେମିତି ଭଲରେ ରଖିବେ, ନିଜ ପରିବାର ପାଇଁ ସମୟ ଦିଅନ୍ତି, ନିଜ ପରିବାର ପାଇଁ ନିଜେ ବହୁତ କଠିନ ପରିଶ୍ରମ କରନ୍ତି। ତେବେ ଯେଉଁମାନଙ୍କର ପାଦର ଆଙ୍ଗୁଳି ଏଭଳି, ଯାହା ବି ଆପଣମାନେ ଚିତ୍ରରେ ଦେଖୁଛନ୍ତି, ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଳି ଯଦି ଲମ୍ବା ଏବଂ ଅନ୍ୟ ଗୁଡ଼ିକ ସାନ କ୍ରମରେ ଥାଏ, ତାହେଲେ ଏମାନେ କିଛି ହଟକେ କରିବାର ଗୋଟେ ନିଶା ଏମାନଙ୍କ ପାଖରେ ଥାଏ। ଦୁନିଆଠୁ ସମସ୍ତଙ୍କ ଠାରୁ କିଛି ଅଲଗା କରିବାର ଗୋଟେ ଚିନ୍ତା ଏମାନଙ୍କ ପାଖରେ ଥାଏ। ଏମାନେ ସେଇ ଦିଗରେ ମଧ୍ୟ ପରିଶ୍ରମ କରନ୍ତି। ଏମାନେ ନିଜ ବୁଦ୍ଧି ବଳରେ, ନିଜର ଯୋଜନା ବଳରେ ବହୁତ ଜାଗାରେ ସମ୍ମାନିତ ହୁଅନ୍ତି, ପ୍ରଶଂସିତ ହୁଅନ୍ତି। ମାନେ ଏମାନେ ପ୍ରଥମେ ଗୋଟେ ମାଇଣ୍ଡ ସେଟଅପ୍ କରିନିଅନ୍ତି ଯେ ମୋତେ କ'ଣ କରିବାର ଅଛି, ଆଉ ସେ ଅନୁସାରେ ଏମାନେ କାମ କରନ୍ତି, ତେଣୁ ଏମାନେ ସଫଳ ହୁଅନ୍ତି। ଘର ପରିବାରରେ ବି ଏମାନଙ୍କୁ ବହୁତ କିଛି ସୁଖ ସୁବିଧା ପ୍ରାପ୍ତି ହୋଇଥାଏ। ଆଉ ଯେଉଁମାନଙ୍କର ଗୋଡ଼ର ଆଙ୍ଗୁଳି ଗୁଡ଼ିକ ଲମ୍ବା ଲମ୍ବା ହେଇଥିବ ଆଉ ବଡ଼ରୁ ସାନ କ୍ରମରେ ହେଇଥିବ, ତେବେ ଏହିପରି ଲୋକମାନେ ହେଉଛନ୍ତି ଶାନ୍ତ ସ୍ୱଭାବର। ସବୁ ଯେକୌଣସି ପରିସ୍ଥିତି ଏମାନଙ୍କ ଜୀବନରେ ଆସୁ, ସେମାନେ ଚାହାନ୍ତି କି ଶାନ୍ତିପୂର୍ଣ୍ଣ ଭାବରେ ତା'ର ସମାଧାନ କରିବା ପାଇଁ। ଏମାନେ ନିଜର ଶାନ୍ତିପଣିଆ ସହିତ ନିଜର ଶତ୍ରୁମାନଙ୍କ ଉପରେ ମଧ୍ୟ ବିଜୟ ହାସଲ କରନ୍ତି। ଏମାନେ ଶାନ୍ତିପ୍ରିୟ, ତେଣୁ ବେଳେବେଳେ ମଧ୍ୟ ଏମାନଙ୍କୁ ଟିକେ ଏମାନଙ୍କ ନିକଟରେ ଆପଣମାନେ ଆଳସ୍ୟପଣ ମଧ୍ୟ ଦେଖିବାକୁ ପାଇବେ। ଆଉ ଯେଉଁମାନଙ୍କର ଗୋଡ଼ର ଆଙ୍ଗୁଳି, ମାନେ ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଳିଟି ଲମ୍ବା ହେଇଥିବ, ତା ତଳକୁ ଆଉ ଟିକେ ଛୋଟ ହେଇଥିବ, ଆଙ୍ଗୁଳିଟି ତାଠୁ ସାନ ହେଇଥିବ, ତାପରେ ପୁଣି ଅନ୍ୟ ଆଙ୍ଗୁଳି ଗୁଡ଼ିକ ସେଇ ଅନୁସାରେ ଛୋଟ ଛୋଟ ହେଇଥିବେ ଏବଂ ଆଙ୍ଗୁଳି ଗୁଡ଼ିକ ଛୋଟ ଛୋଟ ହେଇଥିବ, ତେବେ ଏଭଳି ବ୍ୟକ୍ତିମାନେ କ'ଣ ନା ପଜିଟିଭ, ସବୁବେଳେ ପଜିଟିଭ ଫିଲିଂ ଏମାନଙ୍କ ପାଖରେ ଥାଏ। ଯାହା ବି ଯେକୌଣସି କାମ ଏମାନେ କରନ୍ତୁ, ଗୋଟେ ମନରେ ପଜିଟିଭନେସ୍ ନେଇକି ସେ କାମ କରନ୍ତି, ତେଣୁ ଏମାନେ ବହୁତ ସମୟରେ ଏମାନେ ସଫଳ ହୁଅନ୍ତି। ଏପରି ବ୍ୟକ୍ତିମାନେ ବହୁତ ଉତ୍ସୁକ ଏବଂ ଉତ୍ସୁକତାର ସହିତ ଏମାନେ ବହୁତ କାମକୁ ଆରମ୍ଭ କରନ୍ତି। ଏମାନଙ୍କ ଜୀବନରେ ଯେତେ ବି ଦୁଃଖ ଆସୁ, ଯାହା ବି ହେଉ, ଏମାନେ ସବୁବେଳେ ହସ ହସ ମୁଖ ହେଇକି ରହିବେ ଏବଂ ଲାଇଫକୁ ଏମାନେ ଏନ୍ଜୟ କରିବା ଜାଣିଛନ୍ତି। ସୁଖ ହେଉ ଦୁଃଖ ହେଉ, ଜୀବନର ଭରପୁର ମଜା ଏମାନେ ନିଅନ୍ତି, ନିଜେ ଖୁସିରେ ରୁହନ୍ତି ଆଉ ଅନ୍ୟମାନଙ୍କୁ ମଧ୍ୟ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି। ତେଣୁ ଏପରି ଲୋକମାନେ ମଧ୍ୟ ଲୋକପ୍ରିୟ ହୋଇଥାନ୍ତି, ଲୋକମାନେ ଏମାନଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି। ତେବେ ଆଶା କରୁଛି ଆଜିକାର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଶ୍ରୀ ଶମ୍ଭୁ।